ଜଗନ୍ନାଥ ଆଜି ଛୁଆ ଭଲ କଥାଟି ମନେ ରଖ। ଆଜି ଆଲୋଚନା କରିବା କଳଙ୍କି ଉଦୟ ବେଳ ହୋଇଲା। କଳଙ୍କି ଉଦୟ ବେଳ ହୋଇଲା। ଉଦୟ ମାନେ କଣ? ପରିପ୍ରକାଶ କଥା କହୁନି, ମାନେ ଗୁପ୍ତରେ ସବୁ ଗୁପ୍ତରେ ଗୁପ୍ତରେ ଖେଳ ଚାଲିବ। କଳଙ୍କି ଉଦୟ ବେଳ ହେଲା ମାନେ ସେ କଣ କରିବେ, ମାନେ ଧୀରେ ଧୀରେ ଗୁପ୍ତରେ ଗୁପ୍ତରେ ଖେଳ ଆରମ୍ଭ କରିବେ। କଣ ଖେଳ ନା ଦୁଷ୍ଟ ସଂହାରଣ ପାଇଁ ଖେଳ ଆରମ୍ଭ କରିବେ। ଆଗରୁ କହିଛୁ 5 କଳଙ୍କି ବାହାରିବେ, ବୁଝି ହଉଛି? ବ୍ରହ୍ମ କଳଙ୍କି, ଆଦି କଳଙ୍କି, ସତ୍ୟ କଳଙ୍କି, କଳି କଳଙ୍କି, କଳ୍କି, ବୁଝି ହଉଛି? ମାନେ ପଞ୍ଚବିଷ୍ଣୁଙ୍କ ସମସ୍ତେ ଆସିବେ ନା। ପୂର୍ବ ପୁରୁଷଟେ କରିଥିଲେ, କିଏ କୋଉଠି ସବୁ ଜନ୍ମ ହେବେ। ଖାଲି କଣ ଜଗନ୍ନାଥ କଳଙ୍କି ହେବେ, ବଳରାମ କଳଙ୍କି ହେବେ, ସୁଭଦ୍ରା ଯିବେ କୁଆଡେ? ବୁଝି ହଉଛି? କଳଙ୍କି ବୋଲେ ଦୁଷ୍ଟ ସଂହାରଣ କରେ। ମହାପ୍ରଭୁ ଦେବତା ମାନେ କଣ ହେବେ, ମର୍ତ୍ତ୍ୟମଣ୍ଡଳରେ ପରିପ୍ରକାଶ ହେବେ, ଦୁଷ୍ଟ ମାନଙ୍କୁ ସଂହାରଣ କରିବେ। ଆଙ୍କ ଭିତରେ ଶ୍ରେଷ୍ଠ ବ୍ୟକ୍ତି ସେଟା ବ୍ରହ୍ମ କଳଙ୍କି, ବୁଝି ହଉଛି? ଏ ଯୋଉ 5 କଳଙ୍କି ଭିତରେ ସାର ହେବେ ବ୍ରହ୍ମ କଳଙ୍କି। ବ୍ରହ୍ମ କଳଙ୍କିର ନିର୍ଦ୍ଦେଶ କ୍ରମେ ଇଏ ମାନେ ଦେବତା ମାନେ କଣ କରିବେ, ଦୁଷ୍ଟ ସଂହାରଣ କରିବେ। ଏଇ ଯୋଉ ଠାକୁର ଦୁଷ୍ଟଙ୍କୁ ସଂହାରଣ କରିବେ କେବେ, ବୁଝି ହଉଛି? ଧୀରେ ଧୀରେ କଳଙ୍କି ଲୀଳା ହବ। ଏଇଟା ଆରମ୍ଭ ହବନି କୋଉଠୁ ନା, ଏହି କଥା ମାନେ ନିଶ୍ଚୟ ଘଟିବ। ଦିବ୍ୟ ସିଂହ 45 ଶୂନ୍ୟମାନ ଧରି ଆସିବେ ସିଂହଟି ଧରିନ କଳଙ୍କି ବେଶ। ଦିବ୍ୟ ସିଂହଙ୍କର 45 ଅଙ୍କରୁ ଆରମ୍ଭ ହେଇଥିବ। ସେଇ କଥା ଲେଖିଥିଲେ 14 ଅଙ୍କେ ଶୁଣୁଥିବ, 15 ଅଙ୍କରେ ଦେଖିବ। କାହାକୁ କହିଛନ୍ତି? ଅଚ୍ୟୁତ କହିଛନ୍ତି ଦ୍ୱାଦଶ ଗୋପାଳଙ୍କୁ। ମାନେ ଜଗତବାସୀଙ୍କ ପାଇଁ କି କଥା କହି ନାହାନ୍ତି। ସେଇ କଳଙ୍କି କେତେବେଳେ ମାନେ କଣ କରିବେ, ତାଙ୍କ ଲୀଳା ପ୍ରକାଶ କରିବେ ବା ଉଦୟ ହେବେ ବା ଉଗ୍ର ରୂପ ହେବେ। ଉଗ୍ର ରୂପ ନହେଲେ ଦୁଷ୍ଟ ସଂହାରଣ କରିପାରିବେ ନା। ଯାହାକୁ ଠାକୁର ଅଭିନୟ ସୁନ୍ଦର କହିଛନ୍ତି, ସ୍ୱୟଂ ନାରାୟଣ ଭୀମ ମୂର୍ତ୍ତି ହେବେ। କିଏ ସେ ଲକ୍ଷ୍ମୀକାନ୍ତ ହେବେ ଭୀମ ମୂର୍ତ୍ତି। ଉଗ୍ର ରୂପ ନହେଲେ ସେ ଦୁଷ୍ଟ ସଂହାରଣ କରିପାରିବେ ନାହିଁ। ସେମିତି ଏ ଘଟଣା ସବୁ କେବେ ଘଟିବ, କିନ୍ତୁ ପରିପ୍ରକାଶ ହେବେ, ନହେଲେ ଜଗତ ଜାଣିବ କେମିତି? ସେଟା ବର୍ତ୍ତମାନ ନୁହଁ। ସେ କୋଉଠି ହେବେ ନା, ମେଳ ହୋଇବେ ନାଗେଶ୍ୱର ଜଗନ୍ନାଥ ହେବେ ଧରା ପୁଷ ପୂର୍ଣ୍ଣିମା ଗୁରୁବାର 2ଟି ମାତା ଯେ ତାର ଅନନ୍ତ ଗାଦିରେ ସେ ଥିବ, ସେଇଠା ବେଳ ଧରା ହବ। ଏକଥା ଲେଖିଛନ୍ତି। ସେ ଯେତେବେଳେ ସମ୍ପୂର୍ଣ୍ଣ ଅଭିଷେକ ହେବେ କଳଙ୍କି ରୂପରେ, ସେ ଡେରି ଅଛି। କିନ୍ତୁ ଲୀଳା ସୁରୁ ହବ କେବେ, ସଂହାର କରିବେ କେବେ, ଏଇ କଥା ଉପରେ ବର୍ତ୍ତମାନ କଳଙ୍କି କଳଙ୍କି ସମୟ ଦଉଛନ୍ତି। କିନ୍ତୁ କଳଙ୍କି ଯେତେବେଳେ ପରିପ୍ରକାଶ, ସେତେବେଳେ କଳଙ୍କି ନଥିବ। କାରଣ ବାତ ପିତ୍ତ କମ୍ଫରେ ଆମେ ସମସ୍ତେ ପରିପ୍ରକାଶ, ବୁଝିହଉଛି? ଇଏ କେତେବେଳେ ଆମକୁ ରୁଦ୍ଧି ଦେବେ, ଆମ ଜୀବ ଚାଲିଯିବ, ତା ଠିକ ନାହିଁ। ଯେତେବେଳେ ମହାପ୍ରଭୁ ଆସିବେ, ସେ ତାଙ୍କର ଜନ୍ମ ତାଙ୍କ ମୃତ୍ୟୁ ଖବର ସିଏ ଜାଣିଛନ୍ତି। ତାଙ୍କର ବାତ ପିତ୍ତ କମ୍ଫରେ ସେ ମୃତ୍ୟୁବରଣ କରିବେ ନାହିଁ, ବୁଝି ହଉଛି? ତାଙ୍କର ହଉଛି ଇଚ୍ଛା ମୃତ୍ୟୁ। ସେ ଯେତେବେଳେ ଚାହିଁବେ ସେତେବେଳେ ତାଙ୍କର ମୃତ୍ୟୁ ହବ। ଆମର ତ ହଉଛି ଜମ ହାତରେ ମୃତ୍ୟୁ। କହନ୍ତି ନାଇଁ, କାନ୍ଦିଲେ କି ହେବ, ବାନ୍ଧିଲେ କି ହେବ, ଧମକି ସହଜେ ଛାଡିବ। ମଣିଷ କହୁଛି ମୁଁ ସବୁ କିଛି କରୁଛି, କିନ୍ତୁ ମୃତ୍ୟୁଟାକୁ ନିଜ ହାତରେ ରଖିଲେ। ମୃତ୍ୟୁଟା ତାର ଜମ ହାତରେ ରହିଛି। ସେଥିପାଇଁ କହୁଛି ଦୈବ ଦୌଡ଼ି ମଣିଷ ଗାଇ, ଜେଣିକି ଟାଣା ହୋଇ ଶୁଣିକି ଯାଏ। ତେଣୁ ଯାହା କରୁଛ କରୁଥାଅ, ଜନ୍ମ ହେଇଛ ମାନେ ନିଶ୍ଚିନ୍ତ ଦିନେ ନା ଦିନେ ମରିବ। କିନ୍ତୁ ମହାପ୍ରଭୁ ତାଙ୍କ ମୃତ୍ୟୁକୁ ସିଏ ଜାଣିଛନ୍ତି। ଯଥା ତାଙ୍କର ହଉଛି ଇଚ୍ଛା ମୃତ୍ୟୁ। ସେ ଖେଳାଳୀଳା କରିବେ, ତାଙ୍କର ସ୍ୱ ଇଚ୍ଛାରେ ସେ ଦେହ ତ୍ୟାଗ କରିବେ। ବୁଝିପାରିଲେ ନା ବୁଝିପାରିଲେ? ଏ ଘଟଣା କେତେବେଳେ ହବ, ମହାପ୍ରଭୁ ଶିବକଳ୍ପ ଶାସ୍ତ୍ରରେ ପ୍ରମାଣ ଦଉଛନ୍ତି। 13 ଜଣଙ୍କର କଳି ଲାଗିଥିବ, ଟିକରା ଗୋହିରୀ ସାହି, ରକତ ନଈରେ ଗଛ ଭାସିଯିବ, ମନେ ରଖ ବାର ପୋଇ।
96 ଶଶୁର ଦମନ ମରିବେ କାଳିଆ ଘାଇ ପ୍ରମାଣ ବଳ ଦେବ ନୃପ କାହ୍ନୁ ପରିଚାର ଯାଜନ ସେହି ଦିନ। ବୁଝୁ କହିଲେ 13 ଜଣଙ୍କର କଳି ଲାଗିଥିବ ଟିକିରା ଘୋଷାଇ 13 ଜଣଙ୍କର କଳି ଲାଗିଥିବ। 13 ଟୋକିଆ ନୁହଁ, 13 ସୁଆର। 13 ସୁଆରଙ୍କ ଭିତରେ ପ୍ରଭୁଙ୍କର ସତ୍ତା ଥିବ। ସିଏ ମହାନ ଜ୍ଞାନୀ ହେଇଥିବେ, ହେଲେ ମଧ୍ୟ କଳି ତାଙ୍କୁ ଆସିଯାଇଥିବ। ସିଏ କହିବ ମୁଁ ବଡା, ସିଏ କହିବ ମୁଁ ବଡା, ସିଏ କହିବ ମୁଁ ବଡା। ଯୋଉ କହିଲେ ଠାକୁର ଭିତରେ ବାଡିଆ ପିଟା, ଇଏ ସେଇଠୁ ପରସ୍ପର କଣ ହେବେ, ବାଡିଆ ପିଟା ହେବେ। ଠାକୁର ସେଇଠୁ ଯିଏ ପ୍ରକୃତରେ ପ୍ରଭୁଙ୍କ ଅଂଶରେ ଆବିର୍ଭୂତ ହେଇଥିବେ ସେ ଯିବେ 13 ଜଣଙ୍କର କଳା ହରଣ କରି ନେଇଯିବେ। କଳା ହରଣ କରି ନେଇଯିବେ। ସେତେବେଳେ ସେ ଯୋଉ ଭକ୍ତକୁ ସେଇ ଭକ୍ତ, ଯେମିତି ବଳଦେବ କହିଲେ ମୁଁ ହଉଛି ବଡ ଭାଇ, ରଜା ହେବି, ତାପର ଯୋଉ କଥା। ନାରାୟଣ ଚିନ୍ତା କଲେ, କୃଷ୍ଣଚନ୍ଦ୍ର କହିଲେ ଆରେ ସରିଯିବ ତ ଖେଳ। ବୁଝିହଉଛି। ଇଏ ସେଠୁ କଣ କଲେ, ଡାକିଲେ ଭାଇକି, କାହାକୁ, ବଳଦେବ। କହିଲେ ଭାଇ ତୁ ସିନା ବୟସର ବଡ, କିନ୍ତୁ ପ୍ରଭୁଙ୍କ ପାଖରେ ତୁ ବଡ ନୁହଁ। ଆଉ ସେଠୁ କଣ କଲେ, ନିଜେ ସେଠୁ ତାଙ୍କର ଦ୍ୱାପର ଯୁଗ ରୂପ ସେଇଠୁ ଦେଖେଇ ଦେଲେ। ବୁଝି ହଉଛି ନା। ଇଏ ହଉଛନ୍ତି ଲକ୍ଷ୍ମଣ, ସିଏ ହଉଛନ୍ତି ରାମ, ସିଏ ହେଲେ ସୀତା। କାହା ରୁକ୍ମିଣୀ ଡାକି ଦେଇଛନ୍ତି। ଏତକ ମତରେ ମଧ୍ୟ କୁହନ୍ତି, ଫେର ଡାକି ଦେଖେଇଲେ ଲକ୍ଷ୍ମଣକୁ, କାହାକୁ, ବଳଦେବଙ୍କୁ। କଣ ବଳଦେବ ହଉଛନ୍ତି ଶେଷ ନାୟକ ଅନନ୍ତ, ତାପରେ ଶୋଇଛନ୍ତି କି ସେ ନାରାୟଣ, ଲକ୍ଷ୍ମୀ କି ପାଦ ମଜାଉଛନ୍ତି। ଏଠି ଲକ୍ଷ୍ମୀ ରୋଲ କଲେ ରୁକ୍ମିଣୀ, ନାରାୟଣ ରୋଲ କଲେ କିଏ, ସେ କୃଷ୍ଣଚନ୍ଦ୍ର। ସେଇଠୁ ବଳଦେବ ସେଇଠୁ ଜାଣିପାରିଲେ, କହିଲେ ମୁଁ ପ୍ରଭୁଙ୍କର ଦାସ ସେବକ। ସିଏ ସେଇଠୁ ରାଜଗାଦି ଛାଡିଦେଲେ। ବଳଦେବ ହେଲେ କାହ୍ନୁ ହେଲେ ସେଇଠୁ କୃଷ୍ଣ ହେଲେ ରଜା। ଏଇଟା ଦ୍ୱାପର ଯୁଗ କଥା। କିନ୍ତୁ ଏଠି ସେ କହୁଛନ୍ତି ମହାପୁରୁଷ 13 ଜଣଙ୍କର କଳି ଲାଗିଥିବ ଟିକରା ଘୋଷାଇ। ଯୋଉ 13 ସୁଆରଙ୍କର ସେଇପରି ଭାବରେ ଝଗଡା ଲାଗିଥିବ। ସେ କହିବ ମୁଁ ବଡା, ସେ କହିବ ମୁଁ ବଡା, ସେ କହିବ ମୁଁ ବଡା। ରକତ ନଈରେ ଗଛ ଭାସିଯିବ ମନେ ରଖ ବାର ପୁଇ। ଦ୍ୱାଦଶ ଗୋପାଳ ମାନେ 12 ପୁଇ ମାନେ ଦ୍ୱାଦଶ ଗୋପାଳ। ଗୋପାଳ ମାନେ ମନେ ରଖିଥାଅ, ସେତେବେଳେ ଏମିତି ବାଡିଆ ପିଟା ହେବେ, ରକତ ନଈରେ ଗଛ ଭାସିଯିବ। କଣ ସତରେ ଗଛ ଭାସିଯିବ? ନା, ମାନେ ଗୋଟେ ରକ୍ତର ଧାର ପଡିବ, ଗୋଟେ କଥାର ଗୋଟେ ଇଏ ଥାଏ। ଆଉ କଣ ଭାବାର୍ଥ ଶବ୍ଦ ସବୁ, ଆଉ କଣ କଥା ଗୋଟେ ନଥାଏ। ଯେମିତି କୁହନ୍ତି ଏଇ କେତେ ପାଣି ହେଇଥିଲା ରେ, ପାଣି 10 ଫୁଟ ହେଇଥିଲେ କହନ୍ତି ଏଇ କେତେ ପାଣି ହେଲା, ଯେମିତି କହନ୍ତି ସେମିତି ଭାବୁଛ। କହିଲେ ରକତ ନଈରେ ଗଛ ଭାସିଯିବ ମନେ ରଖବାର, ମାନେ ବହୁତ ରକ୍ତ ବୋହିବ। ତା ମାନେ ଅନେକ ବ୍ୟକ୍ତି ମରିବେ। ଏତେ ମରିବେ ନା 96 ଶଶୁର ଦମନ ମରିବେ କାଳିଆ ଘାଇ ପ୍ରମାଣ ବଳଦେବ ନୃପ କାହ୍ନୁ ପରିଚାର ଯାଜନ କି ସେଇ ଦିନ। କହିଲେ 96 ଶଶୁର, 96,000 ରକ୍ତ କଣ ଦମନ ମରିବେ। ହେଲା, ଦମନ ମାନେ କଣ? ଦୁଷ୍ଟ ଲୋକ ବିନାଶ। କୌଣସି ଜାତିକି ଏଠି ମହାପୁରୁଷ କହୁନାହାନ୍ତି। କାରଣ ଦୁଷ୍ଟ ନିବାରୀ ସନ୍ଥ ପାଳ ତୁନା ହାତ ପରମ ଦୟା। ବୁଝିହଉଛି। ବଳଦେବ ରଜା ହେବେ, କାହ୍ନୁ ହେବେ ପରିଚାର। କୋଉ ବଳଦେବ, ସେ ପଛ କଥା। ହେଲା, ଦ୍ୱାପର ଯୁଗରେ ବଳଦେବ ବଡ ହେଇକି ରଜା ହେଲେ, କୃଷ୍ଣ ହେଲେ ରଜା। ସେମିତି କଳିରେ କୋଉ ବଳଦେବ ରଜା ହେବେ, ସେ ବଳଦେବ ହିଁ ଜାଣିଥିବେ। ଏ ଘଟଣା କେବେ ଘଟିବ ନା, ମାସ ଆଧିକ୍ୟର ମୂର୍ଦ୍ଧନେଶ୍ୱର ବୃହସ୍ପତି ସନ୍ଧ୍ୟା କାଳେ ଏକାଦଶୀ ତିଥି ଶୁକ୍ଳ ପକ୍ଷ ରାତି ସନ୍ଦେହ ନ କର ବାରି। ହେଲା, କହିଲେ ମାସ ଆଧ୍ୟକ୍ଷର ମୂର୍ଦ୍ଧନେଶ୍ୱର, ମାସ ବୋଲନ୍ତି ମାସ ଆଧ୍ୟକ୍ଷର। ଏଠି ମାସ ଆଧ୍ୟକ୍ଷର ବୋଲତେ ମା ଧରିବନି, ମାରେ ମାଘ ହେଇଯିବ। ମାସର ଆଧ୍ୟକ୍ଷର ହଉଛି ମ, ମା ଲେଖୁଛ ମ ଯୁକ୍ତ ଆ ହେଇଗଲ ମା। ସେ କଥା କହୁନି, ମାସ ଆଧ୍ୟକ୍ଷର ମାନେ ମ। ମୂର୍ଧନିର ଶିର, ମୂର୍ଧନିର ଶିର ବୋଲନ୍ତି ଦୀର୍ଘ ଇକାରକୁ ମୂର୍ଧନି କହନ୍ତି। ହେଲା, ମରେ ଦୀର୍ଘ ଇକାର ଦେଲେ କଣ ହଉଛି ମୀନ। ହେଲା, ମୀନ ମାସ ହେଇଥିବ। ମାସ ଆଧିକ୍ୟର ମୂର୍ଧନେଶ୍ୱର ବୃହସ୍ପତି ସନ୍ଧ୍ୟା କାଳେ, ଗୁରୁବାର ସନ୍ଧ୍ୟା ହେଇଥିବ। ଏକାଦଶୀ ତିଥି ଶୁକ୍ଳ ପକ୍ଷ ରାତି ସନ୍ଦେହ ନ କରବାରେ, ସେଦିନ ଏକାଦଶୀ ତିଥି ହେଇଥିବ। ପଡୁଛି 13 ଜଣଙ୍କର କଳି ନାଗିଥିବ ତରକିବେ ଭକ୍ତ ହଣ। 13 ଜଣଙ୍କର କଣ ହେଇଥିବ, କଳି ଲାଗିଥିବ।
ବିରଜା କ୍ଷେତ୍ରରେ ଲୀଳା ଲାଗିଥିବ ନ ଜାଣିବେ ଦୁଷ୍ଟ କଣ। କହିଲେ ଯେତେବେଳେ 13 ଜଣ ବାଡିଆ ପିଟା ହଉଥିବ କୋଉଠି କଳି ଲାଗିଥିବ ଗୋହିରା ଟିକିରାରେ, ବିରଜା କ୍ଷେତ୍ରରେ ପର୍ଯ୍ୟନ୍ତ ଯାଜପୁର କଥା କହୁନାହାନ୍ତି, ହେଲେ ବିରଜା କ୍ଷେତ୍ର ପର୍ଯ୍ୟନ୍ତ ବିରଜା ମଣ୍ଡଳଟାକୁ ବୁଝଉଛନ୍ତି। କହିଲେ ବିରଜା ମଣ୍ଡଳରେ କୋଉଠି ଖେଳ ସେତେବେଳେ ଲାଗିଥିବ, ଯେତେବେଳେ 13 ଜଣ କଣ ଝଗଡା କରୁଥିବେ। ସେଟା କେବେ? ତାକୁ ଶୂନ୍ୟ ସଂହିତାରେ ଲେଖିଲେ। ହୋଇ ଭେଟିମେଳି ସମୁଦ୍ର ଉଛୁଳି ଶୁଭିବଟି ମୁଖ ରାବ, ଟିକିରା ଗୋଇରି ଠାରେ ମେଳି ହୋଇ ଠା ଠିକରେ ଗୋଳ ବାଜିବ। ବୁଝିପାରୁଛ ନା? କହିଲେ ଏଟା କେବେ ହବ ନା ଠା ଠିକରେ। ଠା ବୋଲନ୍ତେ କେତେ ହେଲା 14, ଠି ବୋଲନ୍ତେ 15, କ ବୋଲନ୍ତେ 1, ମିଶିକି ଦେଲା 30 ହେଲା। ମାନେ 30 ହେଲା ବେଳକୁ କଣ ଏଇଟା ହବ 30 ଅଙ୍କ। କଳି କଲ୍ୟା ପିତା 30 ଅଙ୍କ 5130। 30ଟା ଭୋଗ କରିବ କେତେ ନା 29 ରୁ 30। ବୁଝିହଉଛି? ସେଇ ସମୟରେ ଏ ଘଟଣା ସବୁ କଣ ହବ ଘଟିବ। ପୁଣି ଇଏ କଣ ହବ ଭକ୍ତ ଅଙ୍ଗରେ ପରିପ୍ରକାଶ ହେବ। ଆଉ ଗୋଟେ ମନେ ରଖିଥ, ତା ଆଗରୁ ମୁକୁନ୍ଦ ଦେବ ରଜା ହେଇଯାଇଥିଲେ। ମୁକୁନ୍ଦ ଦେବ କିଏ? ସେ ନା ବ୍ରହ୍ମା ବିଷ୍ଣୁ ଶିବ ଏ 3ଟା କୋଳାରେ ଥିବେ। ସେଥିପାଇଁ ମୁକୁନ୍ଦ ଦେବଙ୍କୁ କୁହାଯାଏ ତ୍ରିପୁରାରୀ ରଜା। ବୁଝିହଉଛି? ତାଙ୍କ ନିର୍ଦ୍ଦେଶରେ ଏମାନେ ସବୁ କଣ କରିବେ କାମ କରିବେ। ସେ ଯାହା ହଉ ମହାପୁରୁଷ କହୁଛନ୍ତି ଠା ଠିକରେ ଗୋଳ ଲାଗିବ। ଠା ଠିକରେ ଗୋଳ ଲାଗିବ। କିନ୍ତୁ 13 ଜଣ କଳି କୋଉ ଦିନ ଲାଗିବ ନା ଚୈତ୍ର ମାସ ଶୁକ୍ଳ ପକ୍ଷ 81 ତିଥି ଗୁରୁବାର ହେଇଥିବ। ବୁଝିହଉଛି? ସେଦିନ କଣ ବଳଦେବ ରଜା ହେବେ। ଏଇଟା କେବେ ହବ? ମସିହାରେ ତମେ ଯଦି ଚକଡା ମଡାଣ ପଡିବ ସେଥିରେ ମହାପୁରୁଷ ଖୋଲିକି ଲେଖିଛନ୍ତି ହେଲା। ନୂଆ ପିଢି ଚକଡା ମଡାଣ ନୁହଁ, ନୂଆ ପିଢିରେ ସେ ଅକ୍ଷରଟା ଉଲ୍ଟ ପୁଲ୍ଟ ହେଇଯାଇଛି। ବୁଝିହଉଛି? ଆଗ ଅକ୍ଷର ପଛକୁ ପଳେଇ ଯାଇଛି, ପଛ ଅକ୍ଷର ପଛକୁ ଆଗକୁ ଯାଇଛି ଭାରି। ପୁରୁଣା ଚକଡା ମଡାଣେ ମହାପୁରୁଷ ଲେଖିଛନ୍ତି। ସେଇ ଯୋଉ ମସିହାଟି ନିର୍ଘଣ୍ଟ କରିଛନ୍ତି ସେଇ ମସିହାରେ ମହାପୁରୁଷଙ୍କ ବାଣୀ ହିସାବରେ 81 ତିଥି ଶୁକ୍ଳ ପକ୍ଷ ଗୁରୁବାର ପଡୁଛି। କେତେ ସତ କେତେ ମିଥ୍ୟା ସେ ସମୟ କହିବ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ଗବା ହରି।